ଏ ବାବୁ ଆମ ଘରଟା କେମିତି ସୁନସାନ ଲାଗୁଛି? ବୋଉ ଏ ବୋଉ କଣ ହେଇଛି? ଡାକିଲେ ଶୁଣୁନି କି ଫୋନ କଲେ ଫୋନ ଉଠୁନି। ତାମାନେ ମୋ ବୋଉ ଦେହଟା କଣ ଖରାପ ହେଇଛି? ତନୁ ବୋଉର କାହିଁକି କଣ ହବ? ବୋଉ ଘର ଭିତରେ ଅଛି। ତାହେଲେ ମୁଁ ଫୋନ କଲେ ଫୋନ ଧରୁନି, ଡାକିଲେ ଜବାବ ଦଉନି କି ସାମ୍ନାକୁ ଆସୁନି। ତା ଛଡା ଆମ ଘରଟା କେମିତି ସୁନସାନ ଲାଗୁଛି? ଧରିନିଅ, ତମକୁ ବହୁତ ବଡ ଖୁସି ଖବର ଦବା ପାଇଁ ଏ ଘର ଏ ପରିବାର ନିରବତାର ସ୍ୱାଗତ ଜଣାଉଛନ୍ତି। କଣ କହିଲି? ଖୁସି ନିରବତା ସ୍ୱାଗତ। ଆରେ ଏସବୁ କଣ ପାଇଁ? ଭାଇ, ଆଉ 2 ଦିନ ପରେ ତମେ ଚୌଧୁରୀ ବଂଶର MD ହେଇଯିବ। ବାପା ତ ସବୁ ପେପର ୱାର୍କ କରିସାରିଛନ୍ତି। ଓ ଆରେ ଏଇ କଥା ଭାଇ। ଆଚ୍ଛା ଭାଇ, ଏବେ ତ ଆମ ଚୌଧୁରୀ ବଂଶର ସବୁ ସମ୍ପତ୍ତିର ମାଲିକ ତମେ ହେଇଯିବ। ତନୁ ତାପରେ ତମର ବାହାଘର ହବ। ତାପରେ ଭାଉଜ ଆସିବେ। ସେ ଯଦି ଆମକୁ ଭଲ ନ ପାଆନ୍ତି, ଆମକୁ ସ୍ନେହ ଆଦର ନ କରନ୍ତି। ଆରେ ତନୁ ତୁ ଏସବୁ ଏମିତି କଣ କହୁଛୁ? ଭାଇ, ଆଜି ସିନା ତନୁ ଆଉ ଜୀବନକୁ ନ ଡାକିଲେ ନ ଦେଖିଲେ ତମ ତଣ୍ଟିକି ପାଣି ଢୁକେ ଯାଉନି। କାଲି କଣ ତମର ଆଉ ଆମ କଥା ମନେ ଥିବ? ତନୁ ଆଚ୍ଛା ଭାଇ, ଏ ଚୌଧୁରୀ ବଂଶର ଧନ ସମ୍ପତ୍ତିକୁ ହାତେଇ ନେବା ପାଇଁ ତମେ ଆମ ସହିତ ମିଛ ଭଲ ପାଇବାର ନାଟକ କରୁନାହ ତ? କାଲି ସକାଳେ ଜୀବନ ଭାଇକୁ ଭଗାରି କରି ତା ଜୀବନ ନେଇଯିବାକୁ ଚେଷ୍ଟା କରିବନି ତ? ଓ ତନୁ ତୁ ଟିକେ ଚୁପ ହେଇଯା। କେମିତି ଚୁପ ହେଇଯିବି ଭାଇ? କେମିତି ଚୁପ ହେଇଯିବି? ଏତେ ସବୁ କଥା ଯେତେବେଳେ ଆମ ମନ ଭିତରେ ଉଙ୍କି ପାରିଲାଣି, ଆମେ କଣ ତମକୁ MD ଚେୟାରରେ ବସିବାଟା ଦେଖିପାରିବୁ? ଏ ତନୁ ଆରେ ଏମିତି ସବୁ ଭାବନା ତୋ ମନରେ ଆସୁଛି? ମୋର ଏତେ ନିଜ ଉଦ୍ଦେଶ୍ୟ ଅଛି ବୋଲି ତୁ ଭାବି ପାରୁଛୁ କେମିତି? ବଡ ଭାଇ ଈଶ୍ୱର ଭାଇ, ତମ ମାନଙ୍କ ଭଲ ପାଇବାର ପାଉଁଟା କଣ ସ୍ୱାର୍ଥପରତା? ତା ପୂର୍ବରୁ ତ ମୁଁ ମରିଯିବାକୁ ଭଲ ପାଇଲି। ଏମିତି ଭାବନା ତ ମନରେ ଆସିବା ପୂର୍ବରୁ ତ ସେ ଭାବନାର ଧିଅ ଗୁଡାକ ଛିଣ୍ଡି ପଡ଼ିଲାନି, ତ ମନରେ ବିଦ୍ରୋହ କରି ଉଠିଲାନି, ତୋର ସେ ଜୀବନଟା ଅଟକିଗଲାନି। ତୁ ଶେଷରେ ମତେ ଏମିତି ଭାବରେ ଚିହ୍ନିବୁ? ଆରେ କେମିତି? ଏସବୁ ମୋ ମନର କଥା ନୁହେଁ, ଏ ମୁହଁରେ ଏସବୁ କଥା କହୁନି। ବୋଉ ଏସବୁ କଥା କହୁଛି। ତମକୁ MD ଚେୟାରରେ ନ ବସେଇବା ପାଇଁ ବୋଉ ବାପାଙ୍କୁ ଜିଦ୍ ଧରି କରିଛି। ଆହୁରି ମଧ୍ୟ କହୁଛି ଏ ଚୌଧୁରୀ ବଂଶର ସବୁ ମାଲିକାନା ସତ ଜୀବନ ଭାଇ ନାଁରେ କରିଦେବା ପାଇଁ। କାଳେ ଭବିଷ୍ୟତରେ ତମେ ଜୀବନ ଭାଇ ସହିତ ଶତ୍ରୁତାର ଆଚରଣ କରିବ। ସେଇଥିପାଇଁ ତମକୁ ସବୁଦିନ ପାଇଁ ଘର ଛାଡି ଚାଲିଯିବା ପାଇଁ ସେ ବାପାଙ୍କ ପାଖରେ ଜିଦ୍ ଧରିଛି। ଆଉ ତା କଥା ନ ରହିଲେ ସେ ଆତ୍ମହତ୍ୟାର ଧମକ ଦେଇ ନ ଖାଇ ନ ପିଇ ସେ ଘର ଭିତରେ ବସି ରହିଛି। ତମେ କିଛି ଗୋଟେ କର, ତା ନହେଲେ ବୋଉ ସାମାନ୍ୟ ଏଇ ଛୋଟିଆ କଥାଟା ପାଇଁ ଆମ ବୋଉ ତା ଇଚ୍ଛା ପୂରଣ ନ ହବା ଆଶଙ୍କାରେ ସେ ଉପାସ ରହି ତା ଦେହକୁ କଷ୍ଟ ଦବ। ଏମିତିଆ କେସ୍ ହେଇଛି। ମୁଁ ଆଜି ଶୁଣି ମତେ ଲକ୍ଷ୍ମୀ ଆଇ କହିଲା। ମତେ ଲକ୍ଷ୍ମୀ ଏଇନା ସନ୍ଧ୍ୟାବେଳେ କହିଲା। ସେଇ କଥା ତ କହିଲା ଆଉ। ମତେ ମୁଁ ତମକୁ ଯେତେ ପଚାରି କହିଲେନି କାହିଁକି? ହଁ ଶୁଣ, ତମକୁ ତ ପଚାରି ତମ ଗାଡ଼ି ଆକ୍ସିଡେଣ୍ଟ ହେଇଛି, ତମେ ମନା କେମିତି କଲ? ସେତେବେଳେ ସଇଲା ହିଁ ଯୋଉ କାହିଁ ଏମିତି ଈଶ୍ୱର ତମେ ସନ୍ଦେହର ମହାଯୁଦ୍ଧ କାହିଁକି ଆରମ୍ଭ କରିଦେଲ?
कर्ता तमे ही सभी को भाग्य विधाता तमे को मो भाग्यर भविष्य रे ए उपहार लिखिछ मो स्वार्थपरता को अवलंबन करी मु गोटा मनुष्यर पशु पालन ये परिवार सबस्र ममता भितरे मुख विश्वर करल भरी देवी नईश्वर मु पारिबिनी तमर एभली निर्देश पालन करबा पूर्व तमे मते मारी दियो नचेत ममतार महाजुद्धरे तमे मो बोह को विजयी करी दिया के प्रार्थना तुम निकटरे तुम्हें ग्रहण कर चाहूँ तू कहीं दूरे जाऊँ कहीं मत कष्ट दौर लोक एवो मत डाकुची कौन तो शुभुनि ना न शुणव कहीं प्रतिज्ञा करे तू कहूँ तू जब मो कथा न शुणव बहुत कष्ट बहु डाक कौन पाई मत बहु बोली डाकुछ तो मोहर बहु डाक मत जमा भी भल लाग मो कने तते गर्भ धारण करी जन्म देछि मु तो बहु हेइ जिबे नाही बो खाली जन्म दे देले कोन बहु डाकिबार अधिकार मिले हां मो केवल सेते के जानि छी तबे आज पर्यंत मो तते जो बहु डाक डाकी से डाक्टर आज छाड़ पूर्ण छत पके दे नाही बो तू बहु करे ते शर्त पर आनी पर चिपी मिले थोड़ा पहले मत बहु बोली डाकनी काहे के बार बहु कहि मो कली छारे दुनिया रखी तो छो तो पाली पछ मनीष पड़ बाबा मु चुक्ति करथिले तू मनीष हेइ गलु मो चुक्ति शेष रे मु तो मुक्ति पाइली आउ कोन मो मरे गले मुक्ति पाइ नाही बो जुमा समिति कहनी मु पछे सारा जीवन मुक्ति न पाए मु तो ताकि सब दिन पाई मुक्ति करी देबी वो ए किछि समय कथाबार्ता पाई तू मते बहुत करे वंचित करनी लगो मु तते हाथ धरि अनुरोध करथिलो ठीक अछि कोन कहबार अछि कह निंदा अपवाद झुरा जहा मन पासे ताहा कहि केमिते घृणा रे जप पके देबे मु ताकू ग्रहण करि नेबे नाही बो ये संसार रे को पोकळता मा को निंदा अपवाद देई ता मुआ को जप पके जे मु पकेली महापरा अमृतर बारीधरा सिंह मलतर महासमुद्र हेले मु तो पाली तो मालबो मागोटी एमिति शब्द सिकबे पालित की जन्मित बोली भाग भाग बोलताए ता नय दिले सारा विश्व राज्य मां यशोदा के पूजा पाउ न थांते यशोदा को लोक माने से पर्यंत मने रखिथिले जे पर्यंत कृष्ण गोपपुर रे लीला करूथि हेले धनुଯାତ୍ରା देखिबा पाए कृष्ण जतबेले मथुरा को गले से कोन आउ फेरिथिले ना यशोदार कष्ट को से अनुभव करिथिले द्वारिका राजसिंहासन रे कृष्ण जतबेले राजूति करूथिले सेतबेले से कोन यशोदा को आउ मने रखिथिले अभास यज्ञ रे मां यशोदा को बड़ा करबा पाए प्रभु श्री कृष्ण बालक कर पाए जो यशोदा को डाई पड़ी थिला लोके तो यशोदा रो मु सुखा मरी चौधरी मो कोलरे निया लागी जाई छी मो
କ'ଣ କରିପାରିବୁ ତୁ? ଚାଲିଯିବି ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବି ସେଦିନ ଯେମିତି ଶ୍ରୀକୃଷ୍ଣ ଗୋବର୍ଦ୍ଧନକୁ ପଛ କରି ଚାଲି ଯାଇଥିଲେ ମୁଁ ଆଜି ସେମିତି ଚୌଧୁରୀ ବଂଶରୁ ଅବସରି ଯିବି ଆଉ ଏମିତି ଅବସରି ଯିବି ପ୍ରବାସ ଯଜ୍ଞ କରି ମୋ ମରଣ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପାଇଁ ଚୌଧୁରୀ ବଂଶର କାହାକୁ ଦର୍ଶନ ନ ଦେବାର କାମନା କରି ମୋ ମାର ଖୁସି ପାଇଁ ମୋ ମାର ଶାନ୍ତି ପାଇଁ ମୋ ମାର ଇଚ୍ଛା ପୂରଣ ପାଇଁ ମୁଁ ଯଦି ଏତିକି ନ କରିପାରିବି ମୁଁ ତାହେଲେ କି ପୁଅ এই সামান্য কথাটাকে তু যদি মতে একান্তরে କହିଦେଇଥାନ୍ତୁ ସବୁ ସମସ୍ୟାର ତୁ ମୁଁ ସମାଧାନ କରିଦେଇଥାନ୍ତି କାହିଁକି ନ କହୁ କାହିଁକି ତୁ ସମସ୍ତଙ୍କ ଆଗରେ କଥାଟାକୁ କହିଦେଇ ଗୋଟେ ନିନ୍ଦିତା ନାୟିକାର ଆଖ୍ୟା ନେଲୁ କାହିଁକି ତୁ ସ୍ନେହ ମମତାର ପଣନ୍ତ କାନିଟାକୁ ଆଦୁ ଅବଙ୍କେରେ ଜୁଡ଼ୁବୁଡ଼ୁ ଉଦାର କରି ତୁ ଏ ଚଟାଣରେ ଗଡ଼େଇ ଦେଲୁ ନା ନା ଏ କଥା ମୁଁ କାହାକୁ କହିଲି କେବଳ ତୋ ବାପା ଭଲ କରିଛୁ ବାପାଙ୍କର ବି ଏ କଥାଟା ବହୁତ ଆଗରୁ ଚିନ୍ତା କରିବାର ଥିଲା ତୋ ମନରେ ଆଜି ଯୋଉ ଆଶଙ୍କା ଆସୁଛି ତୋ ଜାଗାରେ ଯିଏ ଥିଲେ ବି ଠିକ୍ ସେଇ ଆଶଙ୍କା ତା ମନରେ ଆସିଥାନ୍ତା ଆଜିକାଲି ଲୋକଙ୍କ ଉପରେ କି ଭରସା ଅଛି ଲୋକ ଅନାଥ ଆଶ୍ରମରେ ବଢ଼ିଥିଲି ଏ ଘରକୁ ଆସି ଏତେ ସବୁ ଧନ ସମ୍ପତ୍ତି ପାଇସାରିଲା ପରେ ମୋ ଜୀବନକୁ ଭଗାରି ସଜାଇ ତମମାନଙ୍କୁ ଯେ ପର କରି ନ ଦେବି ସାରା ଜୀବନ ପାଇଁ ମୋ ରାସ୍ତାରୁ ଶତ୍ରୁକୁ ହଟାଇ ଦେବା ପାଇଁ ମୁଁ ଯଦି ତମ ଖାଇବା ଥାଳିରେ ବିଷ ନା ନା ମୁଁ ସେମିତି କିଛି ଭାବିନି ବହୁତ ଆଗରୁ ଭାବିବାର ଥିଲା ଲୋକ ନାଥ ଆଶ୍ରମରୁ ଆସି ସାରିବା ଏତେ ଗୁଡ଼ିଏ ଧନ ସମ୍ପତ୍ତି ପାଇ ওই ମୋ ନିଜ ପାଇଁ ମୁଁ କିଛି କରିନି କାହିଁକି ଏ ପରିଚୟଟା ମୋର ସ୍ଥାୟୀ ନୁହଁ ମାତ୍ର ହଉ ପଛେ ବିଳମ୍ବ ତୁମର ପଥ ପ୍ରଦର୍ଶକ ସାଜିଥିବାରୁ ମୁଁ ତୋ ଉପରେ ବହୁତ ଖୁସି ହେବ ତୁ କ'ଣ ମୋତେ ଆକ୍ଷେପ କରୁଛୁ? ନା ସାମାନ୍ୟ ତୁରନ୍ତ କଥାଟାକୁ ମୁଁ ସାଦରେ ଗ୍ରହଣ କରୁଛି ତାମାନେ ତୁ ତୋ କଥାରେ ରାଜି ଏ କଥା ଆବାଡ଼ି ଧନ ସମ୍ପତ୍ତି ସବୁ ହବ ଜୀବନର ଆଉ ମୁଁ ମୋ ରାସ୍ତାରେ ଚାଲିଯିବି ଗୋଟା ନୂଆ ଠିକଣା ଖୋଜି ନୂଆ ପରିଚୟ ଖୋଜି ଜୀବନ হ্যালো हाँ भाई हेलो হ্যালো আরে জীবন हाँ भाई আরে তো বহুত দিন বঞ্চিব এই সাঙ্গে সাঙ্গে বউ সহিত মোর তোর আলোচনা হইতিলা ভাই হ্যাঁ ମୁଁ ବାପାଙ୍କ ସାଥିରେ କଥା ହଉଥିଲି ଆଚ୍ଛା। ବାପା କହୁଥିଲେ କାଗଜପତ୍ର ୱାର୍କ ସବୁ ସରିଯାଇଛି ହଁ। ୱେଲକମ୍ ସେରିମନି ବହୁତ ଧୁମଧାମରେ ପାଳନ କରାଯିବ ହଁ। ମୁଁ ଥିଲେ ନା ଭାଇ ପୁରା ଜମେଇ ଦେଇଥାନ୍ତି ମୁଁ କିନ୍ତୁ ବହୁତ ମିସ୍ କରିବି ଭାଇ আরে আমি বি তোতে সমস্তে বহুত ইউজ করব আও সমস্তଙ୍କୁ বেশি তোতে বহু মিস করব হ্যাঁ আও কোন করিবা কইলু বাপা जो দিনକୁ ଦେଖିବାର ଲଗ୍ନ ଠିକ କରି দিয়েছিলে সেই দিনକୁ তো পরীক্ষাটা পড়িগলা আও কোন করিবা কইলু ପଡ଼ିଗଲା କହି ଚଳିଗଲେ ଫସିଗଲେ ଚଳିବନି ଭାଇ ହଁ ମୁଁ ଗଲା ପରେ ଏମିତି ଗୋଟିର ପାର୍ଟିର ଆୟୋଜନ କରିବାକୁ ପଡ଼ିବ କେବଳ ମୋରି ଲାଗି ନିଶ୍ଚୟ ନିଶ୍ଚୟ ଆରେ ତୋ ଭଳି ଭାଇଟେ ପାଇଁ ତ ମୁଁ ସବୁ କିଛି କରିବାକୁ ରାଜି ଅଛି
ହଁ ଭାଇ ତମ ଭଳି ଭାଇଟିଏ ପାଇ ମୁଁ ବି ନିଜକୁ ଧନ୍ୟ ମନେ କରୁଛି। ଆରେ ଜୀବନ ତୁ ମୁଁ ବୋଉ ଆମେ ସମସ୍ତେ ଗୋଟିଏ ପରିବାରର ବନ୍ଧନ ସୁବାସିତ ଚନ୍ଦନ ପରି ଆମେ ଈଶ୍ୱରଙ୍କର ଦାନ। ହଉ ରହୁଛି ହଉ ଭାଇ। ପରେ ଆମେ କଥା ହବା। ହଉ ଭାଇ ରହୁଛି ହଁ ବାଏ। ତୋ ପରୀକ୍ଷାରେ ତୁ ବହୁତ ମନ ଦେ ତୋ ରେଜଲ୍ଟ ପାଇଁ ଆମେ ଅପେକ୍ଷା କରି ବସିଛୁ। ହଉ ଭାଇ। ରହୁଛି ବାଏ। ବାଏ। ତୋ ଜୀବନରୁ ମିଛ କହିଲୁ କ'ଣ ପାଇଁ? ଆଉ ସତ କଥାଟା କହିଦେଇଥିଲେ ତା ପରୀକ୍ଷାରେ ଡିଷ୍ଟର୍ବ କରିନଥାନ୍ତା। ବୋଉ ତା ଛଡ଼ା ଏଥିରେ ଧନ ସମ୍ପତ୍ତି ଯେତେବେଳେ ତାର ହେଇଯିବ ତାକୁ ଗୋଟେ ସମ୍ପର୍କ ନାହିଁ ସେ ବହୁତ ଖୁସି ହବ। ଏ ବୋଉ କିନ୍ତୁ ତମ ସମସ୍ତଙ୍କୁ ମୋର ଗୋଟେ କଥା ରଖିବାକୁ ପଡ଼ିବ। ଜୀବନ ଘରକୁ ନ ଫେରିବା ପର୍ଯ୍ୟନ୍ତ ଏ କଥାଟା ଯେମିତି ତା ପାଖେ ଗୋପନ ରହେ। ମତେ ପରବର୍ତ୍ତୀ ଘଟଣା ପାଇଁ ମୁଁ କେବେ ଦାୟୀ ହେବି। ତାହେଲେ ତୁ ଯିବୁ କୋଉଦିନ? ରାତି ପାଇଁ ସକାଳ ହେଲେ ମୁଁ ଚାଲିଯିବି। ନା ନା କାଲି ଯିବା ତ ଦରକାର ନାହିଁ ବରଂ ସମୟ ସୁବିଧା ଦେଖି ନା ଘରୁ ବର ହବାର ସାର୍ଟିଫିକେଟଟା ବେକରେ ଝୁଲେଇ ସାରିବା ପରେ ଏ ଅତିଥି ଭବନରେ ବେଶୀ ଦିନ ରହିବାଟା ଭାରି କଷ୍ଟଦାୟକ ହବ ଲୋ ବୋଉ। ହେଲେ ବୋଉ ତୋର ସବୁ ନିଷ୍ପତ୍ତିକୁ ତ ମୁଁ ଯେତେବେଳେ ମୁଣ୍ଡରେ ମୁଣ୍ଡିଏ ଘର ଛାଡ଼ି ଚାଲିଯିବି ସେତେବେଳେ ମୋର ମଧ୍ୟ ଗୋଟେ ନିଷ୍ପତ୍ତି ତତେ ମାନିବାକୁ ପଡ଼ିବ। କହ ରଖିବୁ କୋଉ କଥା? ମୁଁ କୁଆଡ଼ିକି ଯିବି କ'ଣ କରିବି ସେ କଥା ତ ଜଣା ନାହିଁ। ହେଲେ ପରିବାରର ଲୋକଙ୍କ ସହିତ କୌଣସି ପରିସ୍ଥିତିରେ ମୁଁ ସମ୍ପର୍କ ରଖିବାକୁ ଚେଷ୍ଟା କରିବିନି ଏହି କଥାଟା ତତେ ଦଉଛି। କିନ୍ତୁ ତୁ କୌଣସି ପରିସ୍ଥିତିରେ କେବେ ବି ଏ ଘରକୁ ମତେ ଫେରେଇ ନ ଆଣିବା ପାଇଁ କଥା ଦେ। ନା ନା ନାଇଁ କଥା ତ ତା ଆଗରୁ ଦେଇପାରିବିନି। ତତେ କଥା ଦେବାକୁ ହବ ତତେ ମୋର ତୁ ରାଣ ପକେଇଦେଲୁ। ନିୟମ ଭାଙ୍ଗି ତୁ ଯଦି କେବେ କୌଣସି ପରିସ୍ଥିତିରେ ମତେ ଏ ଘରକୁ ଆଣିବାକୁ ଚେଷ୍ଟା କରିବୁ ତାହେଲେ ମୁଁ ସତକୁ ସତ ଆତ୍ମହତ୍ୟା କରିଦେବି। ନାଇଁ ଈଶ୍ୱର ତୋ ମରଣ ମୁଁ ଜମା ଦେଖିପାରିବି। ମୁଁ ସତ କହୁଛି ମୁଁ ମଣିଷରୁ ପାଗଳି ହେଇଯିବି ରେ ଈଶ୍ୱର। ତୁ ଏତେ ବଡ଼ ନିୟମ ଦେଇନାହିଁ। ମୁଁ ତତେ ହାତ ଯୋଡୁଛି। କାହିଁକି ନ ବୋଉ କାହିଁକି ତୁ ହାତ ଯୋଡ଼ି ମତେ ପୁଣି ଅପରାଧୀ ସଜେଇ ଦଉଛୁ? ମାର ହାତ ପ୍ରତ୍ୟେକ ସନ୍ତାନ ମାନଙ୍କ ମୁଣ୍ଡ ଉପରେ ପୁରା ରକ୍ଷା କବଚ ହୋଇଥାଏ। ଈଶ୍ୱର ଶୁଣ ବୋଉ ସେ ହାତକୁ ମୋ ପାଖେ ଯୋଡ଼ି କାହିଁ ଉପରେ କରୁଛ? ଖାଇବୁ ନା ମତେ ଭୋକ ନାହିଁ। ସେମିତି କହିଲେ କେମିତି ତୁ ହବ? ଯା ଖାଇବ। ଆରେ ତନୁ କହୁଥିଲା ତୁ କାଲିଠୁ ଗାଡ଼ି ସକାଳୁ ଖାଇନୁ କିଛି। ଈଶ୍ୱର ଦେଖିଲୁ ତୁ ଖାଇନୁ ବୋଲି ତନୁ କେମିତି ଖାଇବା ଧରିକି ଆଇଛି। ତୁ ଉପାସ ପେଟର ଯନ୍ତ୍ରଣା ସହି ନ ପାରି ତା ଆଖିରୁ କେମିତି ଲୁହ ଧାର ଧାର ହେଇ ବହି ପଡୁଛି। ସାଥୀ ହେଇ ଆମେ ସମସ୍ତେ ଖାଇଦେଲା ବୋଉ। କାହିଁକି ନା କାଲିଠାରୁ ଅବଶିଷ୍ଟ ଜୀବନ ପାଇଁ ଯେତେବେଳେ ଆମେ ପରସ୍ପର ଅଲଗା ହେଇଯିବା ଆଉ କଣ ଏମିତି ସୁଯୋଗ ଆମ ଭାଗ୍ୟରେ ଆସିବ? ତେଣୁକରି ଆମେ ଧରି ନେବା ଆମ ସମସ୍ତଙ୍କ ସ୍ନେହ ମମତାରେ ଏଇଟା ହଉଛି ଶେଷ ପାଉନା। କାହିଁକି ନା କାଲିର ବନ୍ଧନ କଳା ଚନ୍ଦନ।
रे